ରଥଯାତ୍ରା ଏହି ନାଁ ଶୁଣିଲେ ଆମ ମନକୁ ଆସେ ଭକ୍ତି, ଭିଡ଼ ଆଉ ଉତ୍ସବର ମାହୋଲ। କିନ୍ତୁ ଏହା କ'ଣ କେବଳ ଏକ ମହାପର୍ବ? ନା ଏହା ପଛରେ ଲୁଚି ରହିଛି ଏକ ଗଭୀର ରହସ୍ୟ, ଗୋଟେ ବିଶ୍ୱାସ ଆଉ ଚମତ୍କାରର କାହାଣୀ? ମୂଳ ପ୍ରଶ୍ନଟି ହେଉଛି, ହଜାର ହଜାର ଲୋକ ଏକାଠି ହୋଇ ଏତେ ବଡ଼ ରଥକୁ ଟାଣନ୍ତି କାହିଁକି? ଏହା କ'ଣ ଖାଲି ଏକ ପରମ୍ପରା ଯାହା ବର୍ଷ ବର୍ଷ ଧରି ଚାଲିଆସୁଛି? ନା ଏହା ପଛରେ କିଛି ଗୁପ୍ତ କଥା ବି ଅଛି? ଆସନ୍ତୁ ମିଶିକି ଏହି ରହସ୍ୟର ପର୍ଦ୍ଦାଫାଶ କରିବା। ଆମର ଏହି ଖୋଜ ଆରମ୍ଭ ହେଉଛି ସିଧା ପୁରୀ ଧାମରୁ, ଯେଉଁଠି ପ୍ରତିବର୍ଷ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳେ ଯାହା ସତରେ ଅଲୌକିକ। ଭାବନ୍ତୁ ତ, ଏକ ବିଶାଳ ଶୋଭାଯାତ୍ରା, ଆଉ ସେଠି ସ୍ୱୟଂ ଭଗବାନ ନିଜ ସିଂହାସନ ଛାଡ଼ି ଭକ୍ତଙ୍କ ପାଖକୁ ଚାଲି ଆସୁଛନ୍ତି। ଆଉ ଏହି ଯାତ୍ରାର ମୁଖ୍ୟ ଚରିତ୍ର କିଏ? ସେମାନେ ହେଉଛନ୍ତି ଆମ ତିନି ଠାକୁର, ମହାପ୍ରଭୁ ଜଗନ୍ନାଥ, ତାଙ୍କ ବଡ଼ ଭାଇ ବଡ଼ଭଦ୍ର ଆଉ ଭଉଣୀ ସୁଭଦ୍ରା। ସେମାନେ ନିଜର ସେହି ରତ୍ନସିଂହାସନ ଛାଡ଼ି ସିଧା ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି। ଆଉ ଓହ୍ଲାଇ ଆସନ୍ତି କେମିତି? ତାଙ୍କ ପାଇଁ ତୟାର ହୋଇଥାଏ ତିନୋଟି ବିରାଟ ରଥ, ନନ୍ଦିଘୋଷ, ତାଳଧ୍ୱଜ ଆଉ ଦର୍ପଦଳନ। ଏଗୁଡ଼ିକ ଖାଲି ରଥ ନୁହେଁ, ଗୋଟେ ଗୋଟେ ଚଳନ୍ତି ମନ୍ଦିର ବୋଲି କହିଲେ ବି କିଛି ଭୁଲ ହେବନି। ଆଉ ଏହି ଚଳନ୍ତି ମନ୍ଦିରଗୁଡ଼ିକୁ ଟାଣିବା ପାଇଁ ହଜାର ହଜାର ନୁହେଁ, ଲକ୍ଷ ଲକ୍ଷ ଭକ୍ତ ଏକାଠି ହୁଅନ୍ତି। ଏହା ଖାଲି ଦେଖିବାର ଦୃଶ୍ୟ ନୁହେଁ, ଏହା ହେଉଛି ସାମୂହିକ ଭକ୍ତି ଆଉ ଶକ୍ତିର ଏକ ଜୀବନ୍ତ ପ୍ରମାଣ। ତେବେ ପ୍ରଶ୍ନ ହେଉଛି, ଏତେ ବଡ଼ ଆୟୋଜନ କାହିଁକି? ଏସବୁ ପଛର କାରଣଟା କ'ଣ? ଆଚ୍ଛା, ଏହାର ଯେଉଁ ସବୁଠୁ ସାଧାରଣ ଉତ୍ତର, ତାହା ଏକ ଦିବ୍ୟ ଇଚ୍ଛା ସହିତ ଜଡ଼ିତ। କୁହାଯାଏ ଯେ ମହାପ୍ରଭୁ ନିଜେ ଚାହାନ୍ତି ତାଙ୍କ ଭକ୍ତଙ୍କର ଆହୁରି ପାଖକୁ ଯିବା ପାଇଁ, ମନ୍ଦିର ଭିତରୁ ବାହାରି ଆସି ସମସ୍ତଙ୍କୁ ଦର୍ଶନ ଦେବା ପାଇଁ। ତେଣୁ ରଥଯାତ୍ରା ହେଉଛି ସତେ ଯେମିତି ଭଗବାନ ନିଜ ଲୋକଙ୍କୁ ଭେଟିବାକୁ ଆସୁଛନ୍ତି। କିନ୍ତୁ କ'ଣ କାହାଣୀଟା ଏତିକିରେ ସରିଗଲା? ଏହା କ'ଣ ଏକମାତ୍ର କାରଣ? ନା, ଏହା ତ କାହାଣୀର କେବଳ ଗୋଟେ ପାର୍ଶ୍ୱ। ଏହା ପଛରେ ଏକ ଅଦ୍ଭୁତ ବିଶ୍ୱାସ ବି ଲୁଚି ରହିଛି। ଚାଲନ୍ତୁ ଏବେ ସେହି ରହସ୍ୟ ଭିତରକୁ ଯିବା, ଯାହା ଏହି ପରମ୍ପରାକୁ ଆହୁରି ଗଭୀର କରିଦିଏ। ଏହା ହେଉଛି ଏକ ଅଦୃଶ୍ୟ ଶକ୍ତିର କାହାଣୀ। ଲୋକମାନଙ୍କର ବିଶ୍ୱାସ ରହିଛି, ଯିଏ ବି ସେ ରଥ ଦଉଡ଼ିକୁ ଛୁଇଁଦିଏ ବା ଟିକେ ଟାଣିଦିଏ, ତାକୁ ଅପାର ପୁଣ୍ୟ ମିଳେ। ଏମିତିକି କୁହାଯାଏ, ଏହାଦ୍ୱାରା ଜୀବନର ସବୁ ପାପ ଧୋଇ ହୋଇଯାଏ। ଆଉ ଏହି ବିଶ୍ୱାସଟା ହିଁ ଲକ୍ଷ ଲକ୍ଷ ଲୋକଙ୍କୁ ବଡ଼ଦାଣ୍ଡକୁ ଟାଣି ଆଣେ। କିନ୍ତୁ ଏଇଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଏତେ ଓଜନିଆ ରଥ, ହଜାର ହଜାର ଟନ୍ ଓଜନର, ତାକୁ କ'ଣ କେବଳ ମଣିଷ ନିଜ ଶକ୍ତିରେ ଟାଣି ନେଇପାରିବେ? ନା ଏହା ପଛରେ ଆଉ କିଛି ଅଛି? ଏଇଠି ହିଁ କଥାଟା ଆସୁଛି। କିଛି ଲୋକ କୁହନ୍ତି ଏହା ହେଉଛି ହଜାର ହଜାର ଭକ୍ତଙ୍କ ମିଳିତ ମାନବୀୟ ଶକ୍ତି। କିନ୍ତୁ ଆଉ କିଛି ଲୋକଙ୍କର ଦୃଢ଼ ବିଶ୍ୱାସ ଯେ ଏହା ପଛରେ ଏକ ଦୈବିକ ଶକ୍ତି କାମ କରୁଛି, ଗୋଟେ ଅଦୃଶ୍ୟ ଶକ୍ତି ସାହାଯ୍ୟ କରୁଛି। ତେବେ ସତ କ'ଣ? ମଣିଷର ଶକ୍ତି ନା ଭଗବାନଙ୍କର ଶକ୍ତି? ଆସନ୍ତୁ ଏବେ ଆମେ ଏହି ରହସ୍ୟର ଶେଷ ପର୍ଯ୍ୟାୟରେ ପହଞ୍ଚିବା, ଯେଉଁଠି ଆମକୁ ଏହାର ପ୍ରକୃତ କାରଣ ବିଷୟରେ ଜଣାପଡ଼ିବ। ଆଉ ଏହା ହିଁ ସବୁଠାରୁ ବଡ଼ ଚମତ୍କାର। ସବୁଠୁ ଆଶ୍ଚର୍ଯ୍ୟ କଥା ଜାଣନ୍ତି କ'ଣ? ରଥ କେତେବେଳେ ଚାଲିବ ତାହା ମଣିଷ ସ୍ଥିର କରେନି। ପ୍ରଥମେ ମହାପ୍ରଭୁଙ୍କ ଇଚ୍ଛା ଦରକାର। କୁହାଯାଏ, ଯଦି ତାଙ୍କର ଇଚ୍ଛା ନଥିବ, ତେବେ ଲକ୍ଷେ ଲୋକ ମିଶିଲେ ବି ରଥ ଇଞ୍ଚେ ବି ଘୁଞ୍ଚିବ ନାହିଁ। ଆଉ ଯେତେବେଳେ ତାଙ୍କର ଇଚ୍ଛା ହୁଏ, ରଥ ନିଜେ ହିଁ ଆଗକୁ ବଢ଼ିବାକୁ ଲାଗେ। ଆଉ ଏହି ଅଲୌକିକ ଦୃଶ୍ୟକୁ ଦେଖି ଲୋକଙ୍କ ମୁହଁରୁ କେବଳ ଗୋଟିଏ କଥା ବାହାରେ, ଏହା ଭଗବାନଙ୍କ ଲୀଳା। ବାସ୍, ଏହା ମଣିଷ ଶକ୍ତିର ବାହାରେ, ଏହା ସମ୍ପୂର୍ଣ୍ଣ ଭାବେ ଏକ ଦିବ୍ୟ ଖେଳ। ତେଣୁ ଏଥିରୁ ଆମେ କ'ଣ ବୁଝିଲେ? ରଥ ଦଉଡ଼ି ଟାଣିବା କେବଳ ଗୋଟେ କାମ ନୁହେଁ କି ରୀତିନୀତି ନୁହେଁ। ଏହା ହେଉଛି ଭକ୍ତ ଆଉ ଭଗବାନଙ୍କ ଭିତରେ ଗୋଟେ ସିଧାସଳଖ ସମ୍ପର୍କ। ଏହାକୁ ଏମିତି ଭାବନ୍ତୁ, ଯେତେବେଳେ କେହି ଜଣେ ସେ ଦଉଡ଼ିକୁ ଧରୁଛି, ସେ କେବଳ ଗୋଟେ ଦଉଡ଼ିକୁ ଧରୁନି, ବରଂ ସେ ସିଧାସଳଖ ମହାପ୍ରଭୁଙ୍କ ସହିତ ଯୋଡ଼ି ହୋଇଯାଉଛି। ଏହା ଶକ୍ତିର କଥା ନୁହେଁ, ଏହା ଅନୁଭବର କଥା। ଆଉ ସେଇ ଅନୁଭବୀ ସବୁକିଛି। ତେବେ ଶେଷରେ ପ୍ରଶ୍ନ ଏହିଆ ରହୁଛି, ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କର ବିଶ୍ୱାସ ଏକାଠି ହୋଇଯାଏ, ତାହା କ'ଣ କେବଳ ଗୋଟେ ରଥକୁ ଟାଣେ? ନା ଏହା ଆମକୁ ଶିଖାଏ ଯେ ଭକ୍ତିରେ ପର୍ବତକୁ ବି ଘୁଞ୍ଚାଇ ଦେବାର ଶକ୍ତି ରହିଛି? ବୋଧହୁଏ ଏହା ହିଁ ରଥଯାତ୍ରାର ଅସଲ ରହସ୍ୟ।